ଗୋଟେ ଷ୍ଟୁଡେଣ୍ଟ କୌଣସି ଗୁରୁଟି ବସରେ ମୁଁ ଭାଷଣ ଦେଏ ଆଜି ସେଇ ଭାଷଣଟା ମୁଁ ଆଜି କ୍ଲିୟର କରିବି। ମୋ 3 ବର୍ଷ ଅଷ୍ଟମ ନବମ ଦଶମର ଭାଷଣଟା ଆଜି ମୁଁ ଗୁରୁ ଦିବସ ଭାବିକି ମୁଁ ତାକୁ କ୍ଲିୟର କରିବି। ଆଉ ବହୁତ ମତେ ପୂର୍ଣ୍ଣ ସାର୍ ହଉ ସୁଶୀଲ ସାର୍ ବହୁତ ତୁ ଆସୁନୁ ଭାଷଣ ଦେବୁ। ପ୍ରଥମ ଥିଲା ଯେ ଆମର ରତିକାନ୍ତ ସାହୁ ଆମେ ତାଙ୍କୁ ବହୁତ ମିସ୍ କରୁଛୁ। ରତିକାନ୍ତ ସାହୁ ବହୁତ ମିସ୍ କରୁଛୁ ମାନେ ପ୍ରଥମ ଭାଷଣ ଦେବ ଲିଡରସିପରେ ରତିକାନ୍ତ ସାହୁ ତାକୁ ପରେ ସିନା ଆମେ ଏମ୍ବିଏ କଲା ପରେ ଆମେ ଜାଣିଲୁ କି ଲିଡରସିପଟା କ'ଣ ହୁଏ। ଆଉ ଯୋଉଟା ମୋର ଇମ୍ପୋର୍ଟାନ୍ସ ଥିଲା ମୋ ପିଲାମାନେ ସବୁବେଳେ କୋର୍ସ କରିକି ଲିଡରସିପ ଆଗରେ ଛିଡ଼ା ହୁଅ ତମେ ଆଗକୁ ଯାଅ ଯାଇ ଗଲେ ତମେ ଆଗକୁ ଗଲେ ରତିକାନ୍ତ ସାହୁ ଲିଡରସିପଟା ହିଁ ତାକୁ ଆଗକୁ ନେଇକି ପଳେଇଲା। ବାକି ଜବ୍ଟା ହେଉଛି ଗୋଟେ ଜିନିଷ ପାର୍ଟ ଅଫ୍ ଦ ଲାଇଫ୍। ସେ ପ୍ରାଇଭେଟ୍ ଗଲା କି ଗଭର୍ଣ୍ଣମେଣ୍ଟ ଜବ୍ କଲା ଷ୍ଟାର୍ଟ ଦ ପ୍ରାଇଭେଟ୍ ଅଫ୍ ଲାଇଫ୍। ମୋ ପିଲା ଯେତେବେଳେ ବହୁତ ଆମ୍ବିସନ୍ ଥିଲା କି ମୁଁ ରେଲୱେ ଡ୍ରାଇଭର ହେବି ଦିନେ ନା ଦିନେ ରାଜଧାନୀ ଚଲେଇବି କିନ୍ତୁ ନହେଲା ନାହିଁ କିନ୍ତୁ ମୁଁ ତ ରେଲୱେରେ ଇଞ୍ଜିନଟା ଯେଉଁ ତିଆରି କରୁଛି ସେ ରାଜଧାନୀ ଚାଲୁଛି। ବାକି ଆମ ହାଇସ୍କୁଲ ଲାଇଫ୍ରେ ମୋର ସବୁଠୁ ଡେଡଲାଇନ୍ ହେଉଛି ବ୍ଲାକ୍ ଲିଷ୍ଟ ହେଉଛି ମୋ ସାର୍କେ ଭୁଲି ପାରିଦେଲେ ସାଂସ୍କୃତିକ ଟିଚର ମାଡ଼ ଖାଇବେ। ମୁଁ 8th କ୍ଲାସରେ 50 ଡେ ମାନେ ହାଫ୍ ଡେ ମୁଁ ଡରିକି ବସିଲି ସାଂସ୍କୃତିକ ଟିଚରରେ। ଆଉ ସେଇ ଜିନିଷ ହେଉଛି ମୋ ପିଲା ମୋର ସାଂସ୍କୃତିକ ବିଲୋଚନ ହୁଏ ସାର୍ଙ୍କର ସବୁବେଳେ ମାଡ଼ ସେ ଯେଉଁ ସାଂସ୍କୃତିକ ମାଡ଼ ପଦ୍ଧତି କଥା ତ କରୁଛି କୁହେନି ସମସ୍ତେ ପଢ଼ିଲେ ମୁଁ ତ ପଢ଼ିପାରିବିନି ସେଇ ମାଡ଼ର ଜୀବନ ଅଷ୍ଟମ କେମିତି ପାସ୍ କରିବି କେମିତି ଅଷ୍ଟମ ପାସ୍ ହେଇଯାଉ ସବୁବେଳେ ସେଇ କଥା ଚିନ୍ତା କରୁଛି। ବାକି ରହିଲା ଆଉ ମୋର ସାହିତ୍ୟ ହୁଏ ଏତେ ମୁଁ କରିପାରିବି ମଙ୍ଗଳ ସାର୍ ପାଖକୁ ସାହିତ୍ୟ ମୁଁ ଶିଖିଛି ଆଉ ସେ କହିଲେ ଆଜି ପର୍ଯ୍ୟନ୍ତ ବି ମୋର 10 କ୍ଲାସ୍ ବହିଟା ହିଁ ରଖିଛି। ଆଉ ବାକି ରହିଲେ ପୂର୍ଣ୍ଣ ସାର୍ ମୋର ଜମେଟ୍ରି ବିଲୋଚନ ହୁଏ ଜମେଟ୍ରି 15 16 13 12 ଆରିଥମେଟିକ୍ରେ ମୁଁ 70 75 ପଳେଇ ଆସିଲି 60 65 କିନ୍ତୁ ଜମେଟ୍ରିର ସବୁଠୁ ପଛଆଡ଼େ ମୁଁ ଫାଷ୍ଟ। ତାପରେ ମୁଁ ପୂର୍ଣ୍ଣ ସାର୍ ପାଖକୁ ଗଲା ପରେ ସେ ସୁନ୍ଦର ଭାବରେ ମୋତେ ଜମେଟ୍ରି ପଢ଼େଇଥିଲେ ଆଜି ପର୍ଯ୍ୟନ୍ତ ମୁଁ ତାକୁ ମୋ ପିଲାମାନଙ୍କୁ ହିଁ ପଢ଼ାଉଛି ପିଲାମାନଙ୍କୁ ହିଁ ଜମେଟ୍ରି ମୁଁ ପଢ଼ାଉଛି। ଆଉ ସୁଶୀଲ ସାର୍ ଥିଲେ ଯାହାକି ମୋ ରାତିରେ ଆମେ କ'ଣ କରୁଛେ ମୁଢ଼ି ଖାଇକି ରାତିରେ କ'ଣ କରୁ ସାର୍ ମୋ ପାଖରେ ରହିକି ପାଠ ପଢ଼େଇଛି ଆଉ ବହୁତ ମୋତେ ପଢ଼େଇଛନ୍ତି। ଆଉ ସୁଜାତା ମ୍ୟାଡ଼ାମ୍ ପାଖରେ ଇଂଲିଶ ଶିଖିବା ଇଂଲିଶ ଜାଣିବା ଆଉ ସବୁଠୁ ମୋର କନଫିଡେଣ୍ଟ ଥିଲା ହିନ୍ଦୀ ସାର୍ ବହୁତ ମୋତେ ପଢ଼େଇଛନ୍ତି ହିନ୍ଦୀ ସାର୍ ବହୁତ କରିଛନ୍ତି। ପୂର୍ଣ୍ଣ ସାର୍ ମୋତେ ଆଣ୍ଠେଇବା ମୁଁ ଗୋଟେ ଦିନ ସ୍କୁଲ ଆସିନଥିଲି ମୋତେ ଆଣ୍ଠେଇ ଦେଲେ ଯେ ମୋତେ 5 ମିନିଟ୍ ମୋତେ ଆଣ୍ଠେଇ ଦେଇଥିଲେ ସେଇଟା ମୋର କନଫିଡେଣ୍ଟ ଆଜି ପର୍ଯ୍ୟନ୍ତ ମନେ ରଖିଛି। ଯାହା ହଉ ସାର୍ଙ୍କର ଯେଉଁ ମୋର ଦଣ୍ଡଟା ଲାଇଫ୍ରେ ସକ୍ସେସ୍ କରିଛି। ବାକି ରହିଲା ଜବ୍ ସାର୍ ବାଟ ଲାଇଫ୍ କିଏ ବିଜନେସ୍ କରିପାରେ କାହାର ଯେଉଁ ଲାଇଫ୍ଟା